ସାର୍ ଟିକେ ହଁ ହଁ ଆମ ସନା ଭାଇଙ୍କ ପୁଅ ବୁନୁ ବାବୁ ଆଜ୍ଞା ଜୋରାଗାଡ଼ିଆ ନାବିକ ବିନୟ ସାର୍ଙ୍କୁ 100 ଟଙ୍କା ପ୍ରଦାନ କରିଛନ୍ତି ତାଙ୍କ ନାଁ ଏବଂ ବୁନୁ ବୁନୁ ଅନୁରୋଧ କରିଛନ୍ତି मेरे आंगन में तेरे क्या काम रे ଆପଣଙ୍କର ଯୋଉଟା ବର୍ତ୍ତମାନ ସୁପର ହିଟ୍ ହିନ୍ଦୀ ଗୀତ ଗାଇବା ପାଇଁ ଗାଇବେ ଗାଇବେ ଆଉ ଆମର ଗ୍ରାମର ମଣ୍ଟୁ ନାୟକ ଚିଙ୍ଗୁଡ଼ି ଭାଇଙ୍କ ପୁରୁଣା ଗୀତରେ ବି 100 ଟଙ୍କା ଦେଇଛନ୍ତି ଅନୁରୋଧ କରିଛନ୍ତି ୟା ପରପଦରେ ଆପଣଙ୍କର ବର୍ତ୍ତମାନର ସୁପର ହିଟ୍ ଗୀତ ଅନୁଗୁଳର ଟୋକିଲି ଗାଇବା ପାଇଁ ଆଜି ତ ଅନୁଗୁଳ ଟୁକୁଲି କିରା ଏ ତ କାରନ୍ଦାର ଟୁକୁଲି ଆଉ ଆଜି ଢେଙ୍କାନାଳ ରାଜ ଅନୁଗୁଳର ଟୁକୁଲି ଆଇଲି ଆଉ ଆଜି ରାମପାଟମ ମୁଁ ତ ଗାଇବା କଥା ଥିଲା କିନ୍ତୁ ପ୍ରଥମେ ସାର୍ କହିଲେ ଯେ ଟିକେ ପୁରା ପୁଣା ହବ ହଉ ଯାହା କିଛି ହେଲା ହଉ ଗାଇବା ଟିକେ ଆଉ ଆରେ ଆରେ ହେଇଟା ପଡ ପଡ ଲାଗିରେ ଏ ଅଳିଆଡା ଆରେ ବିକାଶ ହଉ सखी मैंने आसुंतु गोटे पदटिया को प्रश्न दबा राग है सारा शुक्ल शुण लो गोपिका
ଅଘର କାହାକୁ କହନ୍ତି? ଆଦ୍ୟ ଅଘର ପଞ୍ଚକ କାହାକୁ କହନ୍ତି? ଆଦ୍ୟ ଅଘର ପଞ୍ଚକ କାହାକୁ କହନ୍ତି? ଆଜ୍ଞା ନିଜେ ଦେବଦେବ ମହାଦେବ କହନ୍ତି। କାହିଁକି ନା ଦେବଦେବ ମହାଦେବଙ୍କର ଅର୍ଘର ତତ୍ପୁରୁଷ ସଦ୍ୟଜାତ ବାମଦେବ ଈଶାନ ଏଇ ଯୋଉ ପଞ୍ଚମୁଣ୍ଡକୁ ଧାରଣ କରିଛନ୍ତି, ପ୍ରଥମରେ ଆଦ୍ୟ କହିଛନ୍ତି ସିନା, ତେଣୁକରି ଆଦ୍ୟରେ ହେଉଛନ୍ତି ଅଘର, ତେଣୁକରି ଦେବଦେବ ମହାଦେବକୁ ଅର୍ଘର କୁହନ୍ତି। अरे बाबा ये जहां से तहां कहिला आवाज बाबा को जिबाने तालो चप्पल छंद एटे असुविधा के सारे जिबा छंद पर जिबा रे हो बाबू रे एई जो मने पड़िला टिके ईश्वरनन चंद्रनन चंपू एई टिके आरंभ करिया करिबा हो
ମାଛରଙ୍କା ଏଟା ଅଧାରେ ଛାଡ଼ିବା ଅଧାରେ ସେ ଗାଇବେ ରାଗ ହେଲା ମାଛରଙ୍କା। ଏ ପ୍ରିୟ ସହିରେ ନଜା କୂଳରେ ଏ ପଡ଼ିଛି ଆଜି ଏ ଫାଶରେ। ସବୁ ପ୍ରକାର ନବରସରେ ଯିଏ ଯୋଉ ପ୍ରକାର ଆଚ୍ଛାଦିତ କଲା କିନ୍ତୁ ତା ଭିତରୁ ଗୋଟାଏ ହଉଛି ମାଛରଙ୍କା ହଉଛି ଇଏ। ଏଠୁ କେମିତି ଇଏ ପଚାରିବି କିଛି ଆଜି ଗପ କହି କହି ବସି ନାଏ ସିଧାରେ ଆଜ୍ଞା ଅକାଳ ଲହଡ଼ି ଆସିଲା କମାଡ଼ି ଆଜ୍ଞା ଡଙ୍ଗା ଉଠିଲା ଉର୍ଦ୍ଧ୍ୱରେ ଆଜ୍ଞା ଲହଡ଼ି ନେଇ ଡଙ୍ଗାର ହାତ ଧରେ ଡଙ୍ଗାରେ ଯାଇ ଦେଲା ପୃଷ୍ଠରେ ଛାଡ଼ି ଡଙ୍ଗାଟା ଅକାଳ ଲହଡ଼ି ଆସିବା ଦ୍ୱାରା ଆଜ୍ଞା ପ୍ରଥମ ଲହଡ଼ିଟା ଯେତେବେଳେ ଆସେ ଦ୍ୱିତୀୟ ପ୍ରଥମ ଲହଡ଼ିଟା କୂଳକୁ ଲଙ୍ଘେ ଦ୍ୱିତୀୟ ଲହଡ଼ି କୂଳ ଉର୍ଦ୍ଧ୍ୱକୁ ଯାଏ କିନ୍ତୁ ତୃତୀୟ ଲହଡ଼ିଟା ଆଜ୍ଞା କୂଳ ଲଙ୍ଘିକିରି ଅନେକ ବାଟ ଯାଏ। ତେଣୁ ଯୋଉ ଡଙ୍ଗାଟା ବନ୍ଧା ହେଇଥିଲା ଆଜ୍ଞା ସେ ରସି ଛିଡ଼ି ଯାଇ ପଡ଼ିଛି ଆଜ୍ଞା ଆମର କୋଉଠି ନା 12 ହାତ ଦୂରରେ ପଡ଼ିଛି ପୃଥିବୀ ଉପରେ ଆଉ ମାଟି ଉପରେ ପଡ଼ିଛି। ତେଣୁ ଆଜ୍ଞା ଡଙ୍ଗାଟାରେ ମୁଁ ଆଉ ବାହି ଆଣିପାରିବିନି ଏଠି ଲୋକ ତ ପାଣି ଥିଲେ ସିନା କଣ କିଏ କଣ କରିବି ଏତେ ବଡ଼ ଡଙ୍ଗାଟେ ଆଜ୍ଞା ମୁଁ କୋଉଠି ଆଣିପାରିବି ତ ଆଣିବା ସମ୍ଭବ ନୁହେଁ। ତେଣୁ କେହି ଜଣେ ଯଦି ଆସିବ ତାହେଲେ ତାହାର ସହଯୋଗ ନେଲେ ମୁଁ ତାକୁ ପାର କରିପାରିବି। ତେଣୁ କଥାଟା ଏଇଟା ହଉଛି ମୋର କଥାଟା। ତେଣୁ ଏହି ସହଯୋଗ କରିଲେ ଆଜି କରିବି ପାର।
ନାବ ଖଣ୍ଡିକୁ ତାଙ୍କର ଖଣ୍ଡି ଉପରେ ବାନ୍ଧି ଦେଇଥିଲେ ସେଇ ସମୟରେ ଅକାଳ ଲହରୀ ଆସି ତାଙ୍କ ନାବ ଖଣ୍ଡିକ ତଡେଇ ନେଇଛି। 12 ହାତ ଦୂରରେ ପଡିছিল ସଙ୍ଗାତ। କାକଗଟିକ 12 ହାତ ଦୂରରେ ପଡିଛି। ନାବ ଖଣ୍ଡିକ ଭାସି ଯାଇଛି। ତେଣିକରି ଧୀବରପୁର ନାଇଁ କଥାଟା ବୁଝ ମୋହିତ ପାଇଁ କହିବାକୁ ବୁଝ ତାପରେ କୁହ କାହିଁକି ନା ଅବୁଝା ଜିନିଷ କିଛି ନାହିଁ। ପ୍ରଥମେ ଲହଡ଼ି ଆସିଲେ କାତରା ପଳେଇକି ନାବଟାକୁ ନେଇକିରି 12 ହାତ ଦ୍ୱାରା ପକେଇ ଦେଇଛି। ତେଣୁ ନାବଟା ବର୍ତ୍ତମାନ ପାଣି ଛାଡ଼ି ଯାଇଛି। ନାବଟା ବର୍ତ୍ତମାନ ଅଠା ଅବସ୍ଥାରେ ଭୂମିରେ ପଡ଼ିଛି। ତେଣୁ ମୁଁ ଏକୁଟିଆ ନେଲା ଭଳିଆ ମୋର ସମ୍ଭବ ନାହିଁ। ତେଣୁ କ'ଣ କଲେ ମୁଁ ତାକୁ କି ପ୍ରକାର ସୁବିଧା କଲେ ନେଇପାରିବି? ନା ଭଗବାନ ମୋତେ ସାଥ ଦେଲାନି ନା କୋଉ ମଣିଷ ବି ମୋତେ ସାଥ ଦେଲାନି। ଯଦି କେହି ଜଣେ ସାଥ ଦବ ତାହେଲେ ମୁଁ ଡଙ୍ଗାଟା ନେଲେ ତମକୁ ପାର କରିବି। ଆଜ୍ଞା ଆଲେ ବଉଳା ଧୀବରପୁରଙ୍କ ଗୋଟିଏ ନାବ ଆଣିଛନ୍ତି। ଘାଟ କୂଳରେ ଯିଏ ଘାଟିଆ ହୋଇଥିବ ତାର ଅନେକ ନାବ ଥିବ। ତେଣୁକରି ତମର ଯଦି ଗୋଟିଏ ନାବ ଭାସି ଯାଇଛି ତମର ତ ଆହୁରି ହୋଲି ଡଙ୍ଗା ଆଣି କେତେ କ'ଣ ଥିବ ନା। ସେ କଥାକୁ ଛାଡ଼ି ଦିଅ। ଅଭିରାମ ପରମହଂସ ପଦଟିଏ ଲେଖିଲେ ଗୋରେ ପାଦ ପଦ୍ମ ନୌକା ଗୋରେ ପାଦ ପଦ୍ମ ନୌକା। ସେଇ ଗୁରୁପାଦ ପଦ୍ମ ନୌକାରେ ତମେ ନିଜ ନାବ ଆଣିଲେ ଆମକୁ ପାର କରିଦେବ। ଆଉ ଗୁରୁପାଦ ପଦ୍ମ ନୌକା କର୍ଣ୍ଣଧାର ସେନା ଶ୍ରୀ ଗୁରୁ ଏକା ଗୁରୁପାଦ ପଦ୍ମ ନୌକା। ହରେ ନାମ ଆହୁଲା କଲା ରାମ ନାମ କାତ ହଇଲା। ହରେ ନାମ ଆହୁଲା ହେଲା ରାମ ନାମ କାତ ହଇଲା। କୃଷ୍ଣ ଜଟାରେ ଶ୍ରୀ ଗୁରୁଟି ସହେ କୃଷ୍ଣ ଜଟାରେ ଶ୍ରୀ ଗୁରୁଟି ସହେ ପାର କରୁଥାନ୍ତି ଲହିଆ ସଫା ଗୁରୁପାଦ ପଦ୍ମ ନୌକା। ତେଣୁକରି ଆମ କହିବା କଥା ହେଲା ଯେ ଗୁରୁପାଦ ତମେ ପଦ୍ମ ନୌକାରେ ଯଦି ଗୋଟିଏ ନାବ ତୋଡ଼ି ନେଇଛି ତୁମ ଗୁରୁପାଦ ପଦ୍ମ ନୌକାରେ ଆମକୁ ନିଶ୍ଚୟ ଭାବରେ ପାର କରିପାରିବ। ଆଉ ପଦିଏ ମନେ ପଡ଼ିଯାଉଛି ଅତି ବଡ଼ି ଜଗନ୍ନାଥର ଷୋଳିଆ ଭାଗବତରେ ଲେଖିଲେ ଯେ ଯାହାର ଯେଉଁ ଭାବ ଦେଖେ ନାବ ସେ ଦିଅନ୍ତି ସାରଥି। କାତର ପାଇଲା ତରକୁ ନାବ ଆସିବ ଏକୁରକୁ। ଆଉ ଶୁଣ ନାହିଁ ପରା ସୁନ୍ଦର ନାଉରୀ ସୁଣଙ୍ଗ ନାଉରୀ ଭାଇ। ଆଉ ପଦ୍ମ ନୌକାରେ ନାବକୁ କରିଣ ନିଶ୍ଚୟ କରିବୁ ପାଣିରେ ଆମେ ହଇବୁ ପାର। ସବେ ଯିବୁ ଆମେ ମଧୁପୁରରେ ଆମେ ହଇବୁ ପାର। ଆରେ ବାବୁ ଏ ସାର୍ ଟିକେ ଆମ ସନା ଭାଇଙ୍କ ପୁଅ ବୁନୁ ବାବୁ ଆଜ୍ଞା ଜରାଗାଡ଼ିଆ ନାବିକ ବିନୟ ସାର୍ଙ୍କୁ 100 ଟଙ୍କା ପ୍ରଦାନ କରିଛନ୍ତି ତାଙ୍କ ନାଁ ଏବଂ ବୁନୁ ଅନୁରୋଧ କରିଛନ୍ତି
मेरे आंगन में तेरे क्या काम रे ଆପଣଙ୍କର ଯୋଉଟା ବର୍ତ୍ତମାନ ସୁପର ହିଟ୍ ହିନ୍ଦୀ ହଁ ଗୀତ ଗାଇବା ପାଇଁ ଗାଇବେ ଗାଇବେ ଆଉ ଆମର ଗ୍ରାମର ମଣ୍ଟୁ ନାୟକ ଚିଙ୍ଗୁଡି ଭାଇଙ୍କ ପୁରୁଣା ଗୀତରେ ବି 100 ଟଙ୍କା ଦେଇଛନ୍ତି ଅନୁରୋଧ କରିଛନ୍ତି ୟା ପରପଦରେ ଆପଣଙ୍କର ବର୍ତ୍ତମାନର ସୁପର ହିଟ୍ ଗୀତ ଅନୁଗୁଳର ଟୋକିଲି ଗାଇବା ପାଇଁ ହଁ ଆଜି ଏ ତ ଅନୁଗୁଳ ଟୁକୁଲି କିରା ଏ ତ କାରନ୍ଦାର ଟୁକୁଲି ଆଉ ଆଜି ଢେଙ୍କାନାଳର ଆଜି ଅନୁଗୁଳର ଟୁକା ଆଇଛି ଆଉ ଆଜି ରାମପାରମ ଯାହା ହଉ ମୁଁ ତ ଗାଇବା କଥା ଥିଲା କିନ୍ତୁ ପ୍ରଥମେ ସାର୍ କହିଲେ ଯେ ଟିକେ ପୁରା ପୁରୁଣା ହବ ହଉ ଯାହା କିଛି ହେଲା ହଉ ଗାଇବା ଟିକେ ଆଉ ଆରେ ଆରେ ହେଇଟା କୋଣ କୋଣ ଲାଗିରେ ଏ ଲଳିଆଡା ଆରେ ବିକାଶ ହଉ अरे मेरे यंगीने में ए तुम्हारा क्या काम है ए कहाँ तुम्हारा धाम रे